ଶୁଭିଲା ପ୍ରଚଣ୍ଡ ଶବ୍ଦ। ଗାଡ଼ି ସହ ପାକିସ୍ତାନୀ ସେନା ହୋଇଗଲେ ଛିନ୍ଛତ୍ର। ପଡ଼ିଲା ବମ୍, ଉଡ଼ିଗଲା ଗାଡ଼ି, ମରିଗଲେ ପାକିସ୍ତାନୀ 12 ସେନା। ପାକିସ୍ତାନକୁ ପଡ଼ିଛି ଶନିଦଶା। ଭାରତ ପହଲଗାମ ପ୍ରତିଶୋଧ ନେବା ପରେ ପାକିସ୍ତାନ ଉପରେ ବେଲୁଚି ବିଦ୍ରୋହୀ ହାମଲା। ଗତ 24 ଘଣ୍ଟାରେ ପାକ୍ ସେନା ଉପରେ 2 ଥର ବଡ଼ ଧରଣର ହାମଲା ହୋଇଛି। ପାକ୍ ସେନା ଗାଡ଼ିକୁ ଆଇଡି ବ୍ଲାଷ୍ଟରେ ଉଡ଼ାଇ ଦେଇଛି ବେଲୁଚି ବିଦ୍ରୋହୀ। ଏଥିରେ 12 ପାକିସ୍ତାନୀ ସେନାଙ୍କ ମୃତ୍ୟୁ ହୋଇଥିବା ଦାବି ହୋଇଛି। PLA ଏକ ଆଇଡି ସାହାଯ୍ୟରେ ପାକିସ୍ତାନୀ ସେନାର ଗାଡ଼ି ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ 12 ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା। ବାଲୁଚ ଲିବରେସନ୍ ଆର୍ମିର ସ୍ପେଶାଲ ଟେକ୍ନିକାଲ ଅପରେସନ୍ ସ୍କ୍ୱାଡ୍ ବୋଲାନର ମାଛକୁଣ୍ଡ ଅଞ୍ଚଳରେ ରିମୋଟ କଣ୍ଟ୍ରୋଲ ଆଇଡିରେ ବ୍ୟବହାର କରି ଏକ ବଡ଼ ବିସ୍ଫୋରଣ କରିଥିଲା। ଏହି ବିସ୍ଫୋରଣ ମାଧ୍ୟମରେ ସେମାନେ ପାକିସ୍ତାନୀ ସେନାର ଗାଡ଼ିକୁ ଟାର୍ଗେଟ୍ କରିଥିଲେ, ଯେଉଁଥିରେ 12 ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା। ସୈନିକମାନେ ଏକ ସାମରିକ ଅଭିଯାନ ପାଇଁ ଯାଉଥିବା ସମୟରେ ଏହି ଆକ୍ରମଣ କରାଯାଇଥିଲା। ପାକିସ୍ତାନର ଦକ୍ଷିଣ ପଶ୍ଚିମ ପ୍ରାନ୍ତ ବେଲୁଚିସ୍ତାନରେ କାଛି ଜିଲ୍ଲାର ମାଛ ଅଞ୍ଚଳରେ ସୁରକ୍ଷା ବାହିନୀର ଏକ ଗାଡ଼ି ଉପରେ IED ବିସ୍ଫୋରଣ କରାଯାଇଥିଲା। ଏହି ଆକ୍ରମଣ ମଙ୍ଗଳବାର ଦିନ କରାଯାଇଥିଲା, କିନ୍ତୁ ଆକ୍ରମଣର ଫୁଟେଜ୍ ଏବେ ସୋସିଆଲ ମିଡ଼ିଆରେ ପ୍ରକାଶ ପାଇଛି। ତେବେ ଫୁଟେଜ୍ରେ ଦେଖାଯାଉଛି ଯେ ବିସ୍ଫୋରଣ ପରେ ଗାଡ଼ିରେ ବସିଥିବା ସୈନିକମାନେ ଆକାଶରେ କିଛି ମିଟର ଉଡ଼ି ଯାଉଛନ୍ତି। ସୈନିକମାନେ ମଧ୍ୟ ଖଣ୍ଡ ଖଣ୍ଡ ହୋଇଯାଇଥିଲେ।